ଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ପୁନର୍ବାର ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ଆଜି ମଧ୍ୟ ପରମେଶ୍ୱର ଆମମାନଙ୍କୁ ବହୁତ ସୁନ୍ଦର ସୁଯୋଗ ଦେଇଛନ୍ତି ଯେ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା ହେବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଉତ୍ତମ ଭୟ। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଉତ୍ତମ ଭୟ। ବାଇବଲ ଆମମାନଙ୍କୁ କହେ ଭୟ କର ନାହିଁ। ଅନେକ ପ୍ରଭୁଙ୍କର ଲୋକମାନେ କହନ୍ତି ଯେ ବାଇବଲରେ 365 ଥର ଲେଖାଯାଇଛି ଭୟ କର ନାହିଁ, ଭୟ କର ନାହିଁ। କାରଣ ବାଇବଲ ଆମମାନଙ୍କୁ ପ୍ରତିଦିନ କହେ ଯେ ତୁମେ ଭୟ କର ନାହିଁ। ଏହା ଠିକ୍ କଥା। ମାତ୍ର ଆଜି ମୁଁ ଆପଣମାନଙ୍କୁ ଉତ୍ତମ ଭୟ ବିଷୟରେ ଅଳ୍ପ ସମୟ ଧରି କହିବା ପାଇଁ ଚାହେଁ। ଦୁଇ ପ୍ରକାର ଭୟ ରହିଛି। ଗୋଟିଏ ପ୍ରକାର ଭୟ ହେଲା ଯେ ପରମେଶ୍ୱର ମୋର କ୍ଷତି କରିଦେବେ। ଅନେକ ଜଣ ଅଛନ୍ତି, ଯଦି ମୁଁ ବାଇବଲ ପଢ଼େ ନାହିଁ କାଳେ ପରମେଶ୍ୱର ମୋର କ୍ଷତି କରିଦେବେ। ଯଦି ମୁଁ ଦାନ ଦିଏ ନାହିଁ କାଳେ ପରମେଶ୍ୱର ମୋର କ୍ଷତି କରିଦେବେ। ଏହି ପ୍ରକାର ଭୟ ରହିଛି। କାହିଁକିନା ଖ୍ରୀଷ୍ଟିଆନ ସମାଜରେ ଏହି ପ୍ରକାର ପ୍ରଚାର କରାଯାଉଛି, ଯଦି ତୁମେ ଆପଣ ଦଶମାଂଶ ଦେବ ନାହିଁ ତୁମ ଜୀବନରେ ରୋଗ ଆସିବ, ଅଭାବ ଆସିବ, ସମସ୍ୟା ଆସିବ। ତୁମେ ଯଦି ସକାଳେ ଉଠି ପ୍ରାର୍ଥନା କରିବ ନାହିଁ, ବାଇବଲ ପଢ଼ିବ ନାହିଁ, ତାହେଲେ ଗାଡ଼ିରେ ଯିବା ସମୟରେ ତୁମର ଆକ୍ସିଡେଣ୍ଟ ହୋଇଯାଇପାରେ, ତୁମର ଜୀବନରେ କୌଣସି ଗୋଟେ ଦୁର୍ଘଟଣା ଘଟି ଯାଇପାରେ। ଏହି ପ୍ରକାର ଭୟ ଲୋକମାନେ ଦେଖାନ୍ତି। ଗୋଟେ ପ୍ରକାର ଭୟ କ'ଣ, ଯେ ପରମେଶ୍ୱର ଆମର କ୍ଷତି କରିଦେବେ। ପ୍ରିୟମାନେ, ଆମମାନଙ୍କ ପରମେଶ୍ୱର କେବେ ମଧ୍ୟ ଆମର କ୍ଷତି କରିବେ ନାହିଁ, ଏହା ଆମେ ଜାଣି ରଖିବାର ଆବଶ୍ୟକ ରହିଛି। ଆମେ ବାଇବଲ ନ ପଢ଼ିଲେ ଆମେ ଭାବୁ ଯେ ପରମେଶ୍ୱର ଆମର କ୍ଷତି କରିଦେବେ, ଦାନ ନ ଦେଲେ ଆମେ ଭାବୁ ଯେ ପରମେଶ୍ୱର ଆମର କ୍ଷତି କରିଦିଏ। ଏହି ପ୍ରକାର ଭୟ ଆମେ କେବେ ରଖିବାର ନାହିଁ। ଆମର ପରମେଶ୍ୱର କାହାର କ୍ଷତି କରିବା ପରମେଶ୍ୱର ସେ ନୁହନ୍ତି। ମାତ୍ର ମୁଁ କହିବା ପାଇଁ ଚାହେଁ ଆଉ ଗୋଟିଏ ଭୟ, ଯାହାକୁ କି ଉତ୍ତମ ଭୟ ବା ହେଲ୍ଦି ଫିୟର ବୋଲି ଆମେ କହିପାରିବା। ତାହା ହେଲା ଯେ କାଳେ ମୋ ଦ୍ୱାରା ପରମେଶ୍ୱରଙ୍କର ନାମ ନିନ୍ଦିତ ହେଇଯିବ, କାଳେ ମୋ ଦ୍ୱାରା ପରମେଶ୍ୱରଙ୍କର ଅଗୌରବ ହେଇଯିବ। ଏହା ହେଉଛି ଉତ୍ତମ ଭୟ। ଆଉ ଏହି ଭୟ ପ୍ରତ୍ୟେକ ଖ୍ରୀଷ୍ଟିଆନର ଜୀବନରେ ରହିବାର ଆବଶ୍ୟକ ରହିଛି। ଗୋଟିଏ ଭୟ ହେଲା ପରମେଶ୍ୱର ମୋର କ୍ଷତି କରିଦେବେ। ପରମେଶ୍ୱର ଆମର କ୍ଷତି କରନ୍ତି ନାହିଁ। ସେ ମଙ୍ଗଳମୟ ପରମେଶ୍ୱର, ସବୁ ସମୟରେ ଆମର ମଙ୍ଗଳ ଚିନ୍ତା କରିବା ପରମେଶ୍ୱର ସେ ଅଟନ୍ତି। ମାତ୍ର ଆମର ଏହି ପ୍ରକାର ଭୟ ରହିବାର ଅଛି ଯେ କାଳେ ମୋର ବସିବାରେ, ମୋର ଉଠିବାରେ, ମୋର ପିନ୍ଧିବାରେ, ମୋର ବ୍ୟବହାରରେ, ମୋର କଥାବାର୍ତ୍ତାରେ କାଳେ ପରମେଶ୍ୱରଙ୍କର ନାମକୁ ଅଗୌରବ ହେଇଯିବ। ଏହି ପ୍ରକାର ଭୟ ଆମର ରହିବାର ଆବଶ୍ୟକ ରହିଛି। ବାଇବଲରେ ଗୋଟେ ପଦ ଲେଖାଯାଏ, ରୋମୀୟ ପୁସ୍ତକ 2 ଅଧ୍ୟାୟ ଏହାର 24 ପଦ, କାରଣ ଯେପରି ଲେଖା ଅଛି, ତୁମ୍ଭମାନଙ୍କ ହେତୁ ବିଜାତିମାନଙ୍କ ମଧ୍ୟରେ ଈଶ୍ୱରଙ୍କ ନାମ ନିନ୍ଦିତ ହେଉଅଛି। ପ୍ରିୟମାନେ, ଆମମାନଙ୍କ ଯୋଗୁଁ, ଆମମାନଙ୍କର ବ୍ୟବହାର, ଆମମାନଙ୍କର ଆଚାର, ଆମମାନଙ୍କର ଉଠିବା ବସିବା, ଆମମାନଙ୍କ କଥାବାର୍ତ୍ତା ଦ୍ୱାରା ପରମେଶ୍ୱରଙ୍କ ନାମ ନିନ୍ଦିତ ହେବ। କାରଣ ଆମ ସହିତ ପରମେଶ୍ୱରଙ୍କ ନାମ ଜଡ଼ିତ ହେଇକିନା ଅଛି। ଆମେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ, ଖ୍ରୀଷ୍ଟଙ୍କ ନାମ ଆମ ସହିତ ଜଡ଼ିତ ହେଇକିନା ଅଛି। ତେବେ ଆମେ ଯଦି କୌଣସି ପ୍ରକାର ଭୁଲ କାମ କରିବା ତାହେଲେ ପରମେଶ୍ୱରଙ୍କର ନାମ ନିନ୍ଦିତ ହେଇଯିବ। ସେଥିପାଇଁ ଏହି ଭୟ ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ଜୀବନରେ ରହିବାର ଆବଶ୍ୟକ ରହିଛି। ପରମେଶ୍ୱର ଆମର କ୍ଷତି କରିଦେବେ, ଏହି ଭୟ ଆମର ରହିବାର ନାହିଁ। ପରମେଶ୍ୱର ଆମର କ୍ଷତି କରିବା ପରମେଶ୍ୱର ନୁହନ୍ତି। ମାତ୍ର ଆମର ଏହି ଭୟ ରହିବାର ଆବଶ୍ୟକ ଯେ କାଳେ ମୋର ଜୀବନ ଦ୍ୱାରା ପରମେଶ୍ୱର ଦୁଃଖିତ ହେବେ, ନିନ୍ଦିତ ହେବେ, ପରମେଶ୍ୱର ଅଗୌରବାନ୍ୱିତ ହେବେ। ଏହି ଭୟ ଆମର ରହିବାର ଅଛି। ଗୋଟେ ବାକ୍ୟ ପଢ଼ିବା। ଆମମାନେ ଏଠି ଦେଖୁଛୁ ଆଦି ପୁସ୍ତକ 39 ଅଧ୍ୟାୟରେ, 39 ଅଧ୍ୟାୟର ଆମମାନେ ପଢ଼ିବା 9 ପଦ। ଏହି ଗୃହରେ ମୋ ଠାରୁ ବଡ଼ କେହି ନାହିଁ, ତୁମ୍ଭେ ତାଙ୍କର ଭାର୍ଯ୍ୟା, ଏ ନିମନ୍ତେ କେବଳ ତୁମ୍ଭ ଛଡ଼ା ମୋ ପ୍ରତି ଆଉ କିଛି ମନା ନାହିଁ। ଏହେତୁ ମୁଁ କି ରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ। ଦେଖନ୍ତୁ, ଯେଉଁ ସମୟରେ ପଟିଫରଙ୍କର ସ୍ତ୍ରୀ ଯୋସେଫଙ୍କୁ ତାଙ୍କ ସହିତ ଶାରୀରିକ ସମ୍ପର୍କ କରିବା ପାଇଁ ବାଧ୍ୟ କରୁଛି, ଟାଣୁଛି, ସେ କହୁଛି କେହି ନାହାନ୍ତି, ମୋ ସ୍ୱାମୀ ନାହାନ୍ତି, ତୁମର ମା ବାପା ନାହାନ୍ତି, ଘରେ କୌଣସି ଚାକର ଚାକରାଣୀ ନାହାନ୍ତି, ଆସ ତୁମେ ମୋ ସହିତ ଶାରୀରିକ ସମ୍ପର୍କ କର। ସେହି ସମୟରେ ଯୋସେଫ କହୁଛନ୍ତି, କିଏ ନଥିଲେ କ'ଣ ହେଲା, ମୋର ପରମେଶ୍ୱର ଅଛନ୍ତି,
से मते देखुचंती, मो बापा मते देखुनाहांती, मो पालक मते देखुनाहांती, मो मालिक मते देखुनाहांती, कौनसी मनुष्य मते देखुनाहांती, मात्र परमेश्वर मते देखुचंती। जोसेफଙ୍କ ଜୀବନରେ ପରମେଶ୍ୱରଙ୍କର ଭୟ ଥିଲା। ତାଙ୍କ ପାଖରେ ତାଙ୍କ ବାପା ନଥିଲେ, ତାଙ୍କ ପାଖରେ ତାଙ୍କର ମଣ୍ଡଳୀ ନଥିଲା, ତାଙ୍କ ପାଖରେ ତାଙ୍କର ପାଳକ ନଥିଲେ, ମାତ୍ର ତାଙ୍କ ପାଖରେ କ'ଣ ଥିଲା? ପରମେଶ୍ୱରଙ୍କର ଭୟ। ଯଦି ମୁଁ ଏହି ପ୍ରକାର ଭୁଲ କାମ କରିବି ତାହେଲେ ମୋ ପରମେଶ୍ୱର ନିନ୍ଦିତ ହେବେ। ଏହି ପ୍ରକାର ଭୁଲ କାମ କଲେ ମୋତେ ମଜା ଲାଗିବ, ମୋତେ ଆନନ୍ଦ ଆସିବ, ମାତ୍ର ମୋର ମଜା ଆନନ୍ଦ ମୋ ପାଇଁ ମାୟନେ ରଖୁନାହିଁ। ମୋ ପାଇଁ ମାୟନେ ରଖୁଛି ମୋ ପରମେଶ୍ୱରଙ୍କର ଗୌରବ, ମୋର ପରମେଶ୍ୱରଙ୍କର ମହିମା। ଏହି ଭୟ ହେଉଛି ପ୍ରକୃତ ଭୟ। ଆଉ ଏହି ଭୟ ଯୋସେଫଙ୍କ ଜୀବନରେ ଥିବାରୁ ଯୋସେଫ ମିଶର ଦେଶର ପ୍ରଧାନମନ୍ତ୍ରୀ ହେଇପାରିଲେ। ମିଶର ଦେଶରେ ସର୍ବୋଚ୍ଚ ସ୍ଥାନକୁ ଯୋସେଫ ଯାଇପାରିଲେ। ଯଦି ସେଇଦିନ ଯୋସେଫ ପଟିଫରଙ୍କର ସ୍ତ୍ରୀଙ୍କ ସହିତ ହାତ ମିଶାଇ ଦେଇଥାନ୍ତେ ତାହେଲେ ସେ ପଟିଫରଙ୍କ ଘରେ ଗୋଟେ ମାଲିକ ଭାବରେ ରହିଥାନ୍ତେ, ମାତ୍ର ତାଙ୍କ ପରିବାର କୌଣସି ପ୍ରକାର ଭାବେ ରକ୍ଷା ପାଇପାରିନଥାନ୍ତା। ଯୋସେଫ ପ୍ରଭୁଙ୍କୁ ଭୟ କରୁଥିବାରୁ ପରମେଶ୍ୱର ଯୋସେଫଙ୍କୁ ମିଶର ଦେଶରେ ସର୍ବୋଚ୍ଚ ସ୍ଥାନକୁ ନେଇଗଲେ। ଆଉ ଯେଉଁ ସମୟରେ ଦୁର୍ଭିକ୍ଷ ପଡ଼ିଲା ସେହି ସମୟରେ ତାଙ୍କ ପରିବାରର ଭରଣ ପୋଷଣ ଯୋସେଫ କରିପାରିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମ ଜୀବନରେ ପରମେଶ୍ୱରଙ୍କର ଭୟ ରହିବାର ଅଛି। ଆମକୁ କିଏ ଦେଖନ୍ତୁ କି ନ ଦେଖନ୍ତୁ, ଆମର ପରମେଶ୍ୱର ସବୁ ସମୟରେ ସେ ଆମକୁ ଦେଖୁଛନ୍ତି, ଆମକୁ ନିରୀକ୍ଷଣ କରୁଛନ୍ତି। ଆମର ଦୋଷ ବାଛିବା ପାଇଁ ନାହିଁ, ଆମର ଭୁଲ ଧରିବା ପାଇଁ ନାହିଁ, ମାତ୍ର ଆମେ ଯେ କେତେ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ଆଉ ପରମେଶ୍ୱରଙ୍କୁ ଆମେ କେତେ ଭୟ କରୁଛୁ ଏହା ଦେଖିବା ପାଇଁ। ସେଥିପାଇଁ ଦାଉଦ ଗୀତ ସଂଗୀତ ପୁସ୍ତକରେ ସେ ଲେଖନ୍ତି, ହେ ବାଳକମାନେ ଆସ, ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ଭୟ କରିବା ଶିଖେଇବି। ପ୍ରିୟମାନେ, ଆମେ ଗୀତ ଗାଇବା ଶିଖୁଛୁ, ଆମମାନେ ପ୍ରଚାର କରିବାର ଶିଖୁଛୁ, ଆମମାନେ ବିଭିନ୍ନ ପ୍ରକାର ରୋଷେଇ କରିବାର ଆମେ ଶିଖୁଛୁ, ଆମେ ମାତ୍ର ପରମେଶ୍ୱରଙ୍କୁ ଭୟ କରିବାର ଶିଖିବାର ଅଛି। ହିତୋପଦେଶ ଲେଖାଯାଏ ଯେ ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ ଅଟେ। ପ୍ରିୟମାନେ, ଏହି ଭୟ ଆମ ସମସ୍ତଙ୍କ ଜୀବନରେ ରହିବାର ଅଛି। ଏହା ହେଉଛି ଉତ୍ତମ ଭୟ। ଆଉ ଯଦି ଏହି ଭୟ ଆପଣଙ୍କ ଜୀବନରେ ଅଛି, କୌଣସି ପରିସ୍ଥିତି ଆପଣଙ୍କୁ ନଷ୍ଟ କରିପାରିବ ନାହିଁ। କିଏ ଦେଖନ୍ତୁ ନ ଦେଖନ୍ତୁ, ପରମେଶ୍ୱର ଆପଣଙ୍କୁ ଦେଖୁଛନ୍ତି, ଆପଣ ପରମେଶ୍ୱରଙ୍କର ଦୃଷ୍ଟିରେ ଅଛନ୍ତି, ଏହା ଆପଣ ଜାଣି ରଖିବାର ଆବଶ୍ୟକ ରହିଛି। ଯୋସେଫଙ୍କ ଜୀବନରେ ପ୍ରଭୁଙ୍କର ଭୟ ଥିଲା। ଦାନିଏଲକୁ କୁହାଗଲା ତୁମେ ଏହି ଦ୍ରାକ୍ଷାରସ ପାନ କର ଆଉ ରାଜାଙ୍କର ମେଜରୁ ଖାଅ, ମାତ୍ର ସେ କହିଲେ ନାଇଁ, ଆମେ ପରମେଶ୍ୱରଙ୍କୁ ଭୟ କରିବା ଲୋକ, ଆମେ କୌଣସି ପ୍ରକାର ଭାବରେ ପରମେଶ୍ୱରଙ୍କ ବାକ୍ୟର ବିରୋଧୀ ଆମେ ଯାଇପାରିବୁ ନାହିଁ। ଆମର ବାଇବଲ ଆମକୁ ଏଇଟା ଖାଇବା ପାଇଁ କହେ ନାହିଁ ତ ଆମେ ତାହା ଖାଇବୁ ନାହିଁ। ଛୋଟ ବିଷୟ ହେଲେ ମଧ୍ୟ ଆମେ ବାଇବଲର କଥା ଆମେ ମାନିବୁ। ପ୍ରିୟମାନେ, ଦାନିଏଲକୁ ପରମେଶ୍ୱର ବାବିଲୋନରେ ଉଚ୍ଚ ପଦକୁ ନେଇଗଲେ। ଯେଉଁ ସମୟରେ ବାବିଲୋନ ସାମ୍ରାଜ୍ୟ ଚାଲିଗଲା, ମାଦି ଫାରୁସୀ ସାମ୍ରାଜ୍ୟ ଆସିଲା, ସେ ମାଦି ଫାରୁସୀ ସାମ୍ରାଜ୍ୟରେ ମଧ୍ୟ ଦାନିଏଲ ଉଚ୍ଚ ପଦକୁ ଗଲେ। ଏହା ହେଉଛି ଉତ୍ତମ ଭୟ। ପ୍ରିୟମାନେ, ପରମେଶ୍ୱର ଆମର କ୍ଷତି କରିବେ ଏହି ଭୟ ଆପଣଙ୍କର ଜୀବନରେ ନ ରହୁ। କାରଣ ଆମର ପରମେଶ୍ୱର ଆମର କ୍ଷତି କରିବା ପରମେଶ୍ୱର ନୁହନ୍ତି, ଆମର ମଙ୍ଗଳ କରିବା ପରମେଶ୍ୱର, ଆମର ଉପକାର କରିବା ପରମେଶ୍ୱର। ଭୟ, ଏହି ଭୟ ରହିବାର ଅଛି ଯେ କାଳେ ମୋ ଜୀବନ ଦ୍ୱାରା ପରମେଶ୍ୱରଙ୍କ ନାମ ଅଗୌରବାନ୍ୱିତ ହେଇଯିବ, ମୋ ଜୀବନ ଦ୍ୱାରା ପରମେଶ୍ୱର ନିନ୍ଦିତ ହେଇଯିବେ। ଏହି ଭୟ ଆମ ଜୀବନରେ ରହିବା, ଏହାକୁ କୁହାଯାଏ ହେଲ୍ଦି ଫିୟର। ଏହି ଫିୟର ଯଦି ଆମ ଜୀବନ ରହିଲା, ଦିନ ପ୍ରତିଦିନ ଆମକୁ ଉପରକୁ 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 ହିଁ ଉଠେଇବ। ପ୍ରିୟମାନେ, କାରଣ ସଦାପ୍ରଭୁ ବିଷୟକ ଭୟ ଦିନ ବଢ଼ାଏ ବୋଲି ଲେଖାଯାଏ। ସଦାପ୍ରଭୁ ବିଷୟକ ଭୟ ଜ୍ଞାନ ଦିଏ ବୋଲି ଲେଖାଯାଏ। ପ୍ରିୟମାନେ, ଆମମାନଙ୍କ ପରମେଶ୍ୱରଙ୍କୁ ଭୟ କରିବାର ଆମମାନେ ଶିଖିବାର ଆବଶ୍ୟକ ରହିଛି। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ତୁମେ ଆମମାନଙ୍କୁ ଶିଖାଉଛ ତୁମକୁ ଡରିବାଟା। ପ୍ରଭୁ, ଆମେ ତୁମକୁ ଭୟ କରୁଛୁ ରାଜା, କାରଣ ତୁମକୁ ଭୟ କଲେ ଆମର ମଙ୍ଗଳ ରହିଛି, ଆମର ଆଶୀର୍ବାଦ ରହିଛି। ଆମର ଆଚାର ବ୍ୟବହାର ଦ୍ୱାରା ଆମେ ଅନେକ ଥର ତୁମ ନାମକୁ ଆମେ ତଳକୁ ପକାଇଛୁ, ମାତ୍ର ପ୍ରଭୁ ତୁମେ ଆମକୁ କ୍ଷମା କରିଛ, ଆହୁରି କ୍ଷମା କର। ତୁମର ଭୟରେ ଆମମାନଙ୍କର ଦିନ ଗୁଡ଼ିକ ବିତି ଯାଉ,
यह मो प्रार्थना करुच्ची राजा। प्रार्थना शुणिछ धन्यवाद दे प्रार्थना प्रिय प्रभु यीशुଙ୍କ नामରେ मागुछि आमेन। प्रेज द लॉर्ड। प्रभु समस्त को प्रचुर भाव आशीर्वाद करंतु आमेन। गॉड ब्लेस यू।